ଜୟ ଜଗନ୍ନାଥ ସାଙ୍ଗମାନେ ଦେଖନ୍ତୁ ରାତି 10:30 ହେଲାଣି। ଆମର ଆସିକି ପହଞ୍ଚିଲା ଚିଙ୍ଗୁଡ଼ି ମାଛ, ବଡ଼ ବଡ଼ ଚିଙ୍ଗୁଡ଼ି। ତ ତାକୁ ରୋଷେଇ କରିବା। ପ୍ରଥମେ ମୁଁ ତାକୁ କେଳେଇ ଦେଲି। କେଳେଇ ସାରିଲା ପରେ ତାକୁ ମୁଁ ଧୁଆଧୁଇ କରିଦେଲି। ଧୁଆଧୁଇ କରିସାରିଲା ପରେ ଏଠି ପକାଇଲି ଲୁଣ, ତାପରେ ହଳଦୀ, ତାକୁ ପକାଇକି ମୁଁ ଗୋଳେଇ ଦେଲି। ଗୋଳେଇ ସାରିଲା ପରେ ଏପଟରେ କଢ଼େଇ ବସାଇଲି। କଢ଼େଇରେ ତେଲ ପକାଇଲି। ତେଲ ଗରମ ହେଲା ତ ଏବେ ପକାଇଦେବା ମାଛକୁ ପକାଇ ଦେଇକି ତାକୁ ଟିକେ ଭାଜିଦେବା ଭଲସେ, ସେ ପୁରା ଲାଲ ହେଲା ପର୍ଯ୍ୟନ୍ତ। ତାପରେ ମୁଁ ଏଠି ଭାଜିଦେଲି ମାଛ ପୁରା ଭଲସେ ଭାଜି ସାରିଲା ପରେ ଏପଟରେ କଢ଼େଇ ବସାଇଲି। କଢ଼େଇରେ ତେଲ, ପିଆଜ, ମସଲା ଆଉ ଟମାଟୋ, ହଳଦୀ, ଲଙ୍କାଗୁଣ୍ଡ, ଲୁଣ ସବୁ ପକାଇକି ତାକୁ ଭଲସେ ମସଲାଟାକୁ କଷିଲି। କଷିଲା ପରେ ଚିଙ୍ଗୁଡ଼ି ମାଛ ପକାଇକି ତାକୁ ଆମେ ଭଲସେ ଫ୍ରାଏ କରିଦେବା। ତ ମାଛ ହେଇ ଆସିଲା ବେଳକୁ ମାଛ ମସଲା ଟିକେ ପକାଇଦେବା। ଦେଖନ୍ତୁ ଏଇଠି ଭଲସେ ପୁରା ଫ୍ରାଏ ହେଇଗଲା। ତାପରେ ମାଛ ହେଇଗଲା ଆମର ରେଡ଼ି। ତାପରେ ଏବେ କ'ଣ କରିବା, ପାତୁଆ ଶୁଖୁଆ ଆଉ ଭେଣ୍ଡି ପୋଡ଼ିବା। ଏଠି ମୁଁ ଗ୍ୟାସରେ ପୋଡ଼ିଲି ଭେଣ୍ଡି ଆଉ ଶୁଖୁଆ। ଏଠି ଆମର ରହିଲା ପିଆଜ, ଲେମ୍ବୁ, କଞ୍ଚା ଲଙ୍କା, ରସୁଣ ଆଉ ଶୁଖୁଆ ଦଳା। ଏଠି ମାଛ ଫ୍ରାଏ। ତାପରେ ଏଠି ଆମର ଅଛି ଭଜା ମାଛ। ଏଠି ଅଛି ଭଜା ମାଛ ଆଉ ଭାତ। ଏଇ ଥିଲା ଆଜିର ରେସିପି। ଆପଣମାନଙ୍କର କ'ଣ ହେଇଛି କମେଣ୍ଟ କରି